ହଁ ଆଜ୍ଞା ପ୍ରେଜ୍ ଲର୍ଡ। ଆଜ୍ଞା ମୁଁ ବାରଖ ସୁନିଲ କହୁଥିଲି ଆଜ୍ଞା। ହଁ ହଁ ଭଲ ଆଜ୍ଞା ତ। ହଁ ଆଜ୍ଞା ଭଲ ଅଛି। ଆପଣଙ୍କର ସେ ୟୁଟ୍ୟୁବ ଦେଖିଲି ତ ଆମେ ଏଇ ବିଜେଡି ଗ୍ରୁପରେ କାହିଁକି ରହିବ ବୋଲି ଆପଣଙ୍କୁ କାଢିଲି ମୁଁ ବି ବାହାରିଲି ଆଜ୍ଞା। କାହିଁକି ବୋଲେ ଶୁଣିବାକୁ ପଡୁଛି ଆଜ୍ଞା ପଦେ ପଦେ ବେକାରଟାରେ। ମୁଁ ସେଇଟା ବି ତ ବାହାରିଲି ଦେଖୁନ। ହଁ ଆମେ ଲୋକ ସାଧା ସିଧା ଲୋକ ଆଜ୍ଞା ଆମେ ପ୍ରଭୁଙ୍କ ଲୋକ କାହିଁକି ଏଇଟା କଥା ଶୁଣିବା। ଆପଣଙ୍କୁ ଆପଣ ବି ପଦେ ନ ଶୁଣନ୍ତୁ ମୁଁ ବି ନ ଶୁଣୁ ବୋଲିକି ବାହାରି ପଡିଲି ଆଜ୍ଞା ମୁଁ ବି। ବୁଝିଲେ ନାଇଁ କି ନାଇଁ ଆପଣ ବାହାରୁ ନାଇଁ ସେଇଟା କରାଇବା ଯେ ଦେଖିବା ବାହାରିଲି ଆଜ୍ଞା ମୁଁ ପଦେ ଶୁଣିବାକୁ ଭଲ ଲାଗିଲା ମୁଁ ବାହାରିଲି ନିଜେ। କେବେ ଆପଣ ଯଦି ରହିବେ ନା ଆଜି ତ ବାହାରିଛି ଆଜ୍ଞା ଏବେ ଆଉ। ଦେଖୁନାହାନ୍ତି ଆପଣ ଗ୍ରୁପ ଦେଖନ୍ତୁ ମୁଁ ବି ବାହାରିଲି ଆପଣଙ୍କୁ ବି ଛାଡ଼ି ଦେଇଛି। କାହିଁକି ଆପଣ ବି ଭଲ ଲୋକ କାହିଁକି ରହିବେ ସେଠି କାଢିଦେଲି ଆଉ। ନାଇଁ ବାହାରେ ରହିକି ଯଦି ଆମେ କଣ କଲେ ସେମାନେ ହଁ ଆମ ପାଖରେ ନାହାନ୍ତି ବୋଲିକି ସେମାନେ ସେମିତି କହୁଛନ୍ତି ବୋଲି କହିବା ଆମେ ମାନେ ଯେ ତାଙ୍କ ଆପଣ ପାଖରେ ରହିବା। ଆପଣ ଆପଣ ନିଜେ ବାହାରିନାହାନ୍ତି ମୁଁ ନିଜେ ବାହାରିଲି। ଆପଣ ନିଜେ ବାହାରିନାହାନ୍ତି ଆପଣଙ୍କୁ ମୁଁ ଛାଡୁଛି ଯଦି ଆପଣ ଆଉ ଥରେ ଚାହିଁବେ ବୋଲେ ବସିପାରିବେ। ବଟ୍ ମୁଁ ବାହାରି ଯାଇଛି ଆଉ ମୁଁ କାହିଁକି ଗଲେ ଭଲ ଲାଗିଲାନି ଆଜ୍ଞା ପଦେ କାହିଁକି ଆପଣ ଶୁଣିବେ। ଖ୍ରୀଷ୍ଟିୟାନ ଲୋକ ଗୋଟେ ପଦେ ଗାଳି ଶୁଣିବାରୁ ମତେ ମୁଁ ଶୁଣିପାରେନି ବୁଝିଲେ କି ନାଇଁ। ସେ ବି ଖ୍ରୀଷ୍ଟାନ ସେଥିପାଇଁ ଲୋକ ନାଇଁ କି ଯିଏ କହିଲା ସେ। ହଁ ପରା ହେଲେ ସେ କଣ ପାଷ୍ଟରଟା କରିବା ହେଲା ସେ ପାଷ୍ଟରଟା ସେ ହେଲେ ବି ଏତେ କଣ ହଉଛି ସେ ପାଷ୍ଟର ସେ ଲୋକ ପାଷ୍ଟର କାହିଁକି ଆଜ୍ଞା ସେ ହିନ୍ଦୁ ହେଇଥିବ ବୁଝିଲେ କି ନାଇଁ। ନାଇଁ ନାଇଁ ଆମ ଗାଁଟା ନିଜ ଗାଁଟା ଯେ ପାଷ୍ଟରଟା ସେ ଆମେ ପାଷ୍ଟର ତାକୁ କଲୁ ସେ ଜିଏଫ ପାଷ୍ଟର ଥିଲା ତାପରେ ଚର୍ଚ୍ଚ ଯୋଉ ଚର୍ଚ୍ଚରେ ଅଛି ନାଇଁ କି ଆଜ୍ଞା ଆଜ୍ଞା। ସେଇଟା 1996ରେ ମୁଁ ଚର୍ଚ୍ଚ କରୁଥିଲି ସେଇ ଚର୍ଚ୍ଚରେ ସେ ଅଛି ଏବେ। ଆମେ BCMରେ ବାଇବେଲ ସେଣ୍ଟ୍ରାଲ ମିନିଷ୍ଟ୍ରି ନାଇଁ କି ଆମ ବାରଖମା ଯୋଉ ଦିଲ୍ଲୀପ ହଁ ଆଜ୍ଞା ହଁ ବିସିଏମ ହଁ ବାବୁ ନନା ହଁ ଆଜ୍ଞା ଜାଣିଲି ହଁ ଜାଣିଲି ବାବୁ ନନା ସେ ସ୍ପନ୍ସର କରୁଥିଲେ ଜୋନାଥନକୁ ସେ ହଁ ହଁ ଜୋନାଥନ ନାୟକ ବୋଲି ଯେ ପାନୁଏଲ ପୋଲିସର ତାର ବାପା ଥିଲା ସେଠି ଗୁମ୍ପଦରରେ ହଁ ମୁଁ ହଁ ହଁ କାନାଡାର ମୋର ସାଙ୍ଗ ଜଣେ ଜନାଥନ ବୋଲି ଆସୁଥିଲା ତା ସହିତ ଆମେ ସେଇଠି ଯାଇ ମାନେ କଲୁ ତାପରେ ଆମେ ପ୍ରଚାର କରିକି ଆସିଲା ଗୋଟେ ବର୍ଷ ପରେ 6 ଜଣ ସେଠି ତା ପକୁଟି ଗୁଡାରେ ଏକ୍ସପାୟାର୍ଡ କଲେ। ହଁ 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 ତାପରେ ସେମାନେ ଗୁଣିଆ ପାଖକୁ ଗଲେ ଗୁଣିଆ କହିଲା ହୁଁ ଯେ ତମେ ଯଦି ସମସ୍ତେ ଖ୍ରୀଷ୍ଟିଆନ ଯଦି ହେବ ନାହିଁ ବୋଲି କହିଲେ ସମସ୍ତେ ଏକ୍ସପାୟାର୍ଡ କରିବ ବୋଲି ଯେତେବେଳେ କହିଲେ ହୁଁ ହୁଁ ଏମାନେ ହୁଁ ଖୋଜିଲା ବେଳକୁ ସେ ପେଣ୍ଟିକୋସ୍ତାଲ ପାଳକ ସେ ପାଖାପାଖି ଯେତେ ଡାଇସିସ୍ ଅନ୍ୟ ପାଳକ ଯାକ ଅଛନ୍ତି ସେମାନେ ସାହସ କଲେନି ହେଲା ହୁଁ ହୁଁ ତାପରେ ହୁଁ ଇଏ ଜୋନାଥନ ସେ ପେଣ୍ଟିକୋସ୍ତାଲ ପାଳକଟା ଗୁମ୍ପଦର ଥିଲା ସେ ଯାଇକି ସେମାନଙ୍କର ସବୁ ଯତ୍ନ ତତ୍ତ୍ୱ ନେଲା ତାପରେ ସେମାନେ ପୁରୁଣା ସାହି ଛାଡିକି ନୂଆ ସାହିକୁ ଆସିଲା ହୁଁ ପରେ ହୁଁ ହୁଁ ଏମାନଙ୍କୁ ଥଇଥାନ କଲା ପରେ ମାନେ ଯେତେବେଳେ ସେ ବୁଢାର ବୟସ ହେଲା ତାପରେ ଗାଁକୁ ଗଲା ଏକ୍ସପାୟାର୍ଡ କଲାଠୁ ତାର ଶଳା ଯିଏକି ଥିଲେ ସେ ମାନେ ଜିଏଫରେ ମାନେ ଫାଦର ଅଛନ୍ତି ବୁଲୁ ତା ନା ଡକା ନା ବୁଲୁ ତାର ସୌମ୍ୟ ରଞ୍ଜନ ନାୟକ ସେ ହେଲା। ହଁ ହଁ ସେ ସେଇ ମଣ୍ଡଳ ତ ମତେ ଏତେ ଦୁଃଖ ଲାଗିଲା କି ଆଜ୍ଞା ସେ ଗୋଟେ ନିଜ ଲୋକ ହେଇକି ଗୋଟେ ଏମିତି କହୁଛି ଶୁଣନ୍ତୁ କମେଣ୍ଟ ଦେବାଟା ତାର ଷ୍ଟୋରି କହୁଛି ଶୁଣନ୍ତୁ ହୁଁ 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 ଏମିତି ହେଲା ପରେ ହେଲେ ହୁଁ ଇଏ ଆମ ଗାଁରୁ ୟାକୁ ତୋଡ଼ିଲେ ବାଣ୍ଡିଗୁଡାରେ 2000 ଯେତେବେଳେ ଦଙ୍ଗା ହେଲା ତୋଡ଼ିଲାଟି କୋଟଗଡ ଆସିକି ରହିଲା ହୁଁ ପରେ ଆର ବାପା ମାନେ ଆମ ଗାଁରେ ସମସ୍ତେ ଖ୍ରୀଷ୍ଟାନ ହେଲା ବେଳକୁ ଏମାନେ ହିନ୍ଦୁ ଆକା ଥିଲେ ସେତେବେଳକୁ ତାର ବାପା ଗୋଟେ ମନ୍ତ୍ର ଶିଖିଥିଲା ସାପ ବିଷ ଝାଡିବା ମନ୍ତ୍ରଟା ହେଲେ ସେ ମନ୍ତ୍ରଟା ସେ ଏବେ ପର୍ଯ୍ୟନ୍ତ ସେ ମନ୍ତ୍ର କରୁଛି ହେଲା। ହୁଁ ଏବେ ପର୍ଯ୍ୟନ୍ତ ମନ୍ତ୍ର କରୁଛି ସେ ପଇସା ଦଉଛନ୍ତି ସେଇଟା ଖାଉଛି ଆଉ ତାର ପୁତ୍ରା ବି ପାଷ୍ଟର ଅଛି ମଦନ ମାନେ ବଲିଆ ସିଂ ବୋଲିକି ସେ ବି ସେ ସାପ ମନ୍ତ୍ର ଶିଖିଛି ସେ ବି ପାଷ୍ଟର ଅଛି ଏମିତି ହେଇକି ଏମାନେ ଅଛନ୍ତି ମାନେ ଆରେ ଯଦି ଜଣେ ଇଏଟା ବେବିଚାର ସହିତ ସମାନ ଯିଏ ଯଦି ମାନେ ବେବିଚାର ନୁହେଁ ଆଜ୍ଞା ମର୍ଡର ମୃତ୍ୟୁ ନର ହତ୍ୟା ଠାରୁ ମଧ୍ୟ ଅଧିକ ଏଇଟା। ପ୍ରଭୁ ମାନେ ଦୁଇ ପଟେ କାହିଁ ଗୋଡ ଦେବ ତ ଗୋଟେ ପଟେ ମୋର କହିବାର ମାନେ ଏ ମାନେ କଣ ଏବେ ବିଜେପି ବାଲା ଭଲ କ୍ୟାଣ୍ଡିଡେଟ ଦେଲେ ନାହିଁ ବୋଲି ହଁ ସେମାନେ ଆଜ୍ଞା ଅସନ୍ତୁଷ୍ଟ ହେଇକି ଅଛନ୍ତି ହଁ କଂଗ୍ରେସକୁ ଭଲ କ୍ୟାଣ୍ଡିଡେଟ ଦେଲେ ନାହିଁ କଂଗ୍ରେସ ବାଲା ଅସନ୍ତୁଷ୍ଟ ହେଇକି ଅଛନ୍ତି ହେଲେ ଦି ଆଜ୍ଞା ଗୋଷ୍ଠୀ ଅସନ୍ତୁଷ୍ଟ ଥିଲା ଭିତରେ ଆମର ତ ସବୁ ପକେଇଛନ୍ତି ଗଲୁ ହେଲେ ମାନେ ସେଟା ସରିଲା ପରେ ହେଲେ ଆସିଥାନ୍ତେ ପୁଣି ସେଥିପାଇଁ ମୁଁ ହଁ ତାକୁ ଟିକେ କହିଲି ଯେମିତି ସେ ଭାଷା ଯାକ କହୁଛି ଭାଷା ତ କହିଲା କହୁ କିଛି ନାହିଁ ହେଲେ ଅଲଗା ଲୋକ କହିଲେ ହଁ ସେଇଟା ମୋର ଚରିତ୍ର ବିଷୟ କିଏ ଜାଣିଛି ଲୋକ ତ ସବୁ ଲୋକ ସେମିତି କହୁଛନ୍ତି କହିବା କଥା ହେଲେ ତୁ ନିଜ ଗାଁର ଲୋକ ତୁ ସେ ଯଦି ଏତିକି କହିବୁ ବୋଲି ଲୋକମାନେ କଣ ନ କହିବେ 2008ରେ ସୁବର୍ଣ୍ଣଗିରି ଥିଲା ଏସଆ ହେଇକି ତାପରେ ଲାଷ୍ଟକୁ କୋଟଗଡ ଆସିଲା ଏସଆ ହେଇକି ଏସଆଇ ଆମର ବଡ ଭାଇ ଏକ୍ସପାୟାର୍ଡ କଲେ 2016ରେ ସେତେବେଳକୁ କୋଟଗଡ ଏସଆଇ ଥିଲେ ତାପରେ ଏମାନେ ବଡ ଭାଇ କୁ ସେ ମାନେ ଷଡ଼ଯନ୍ତ୍ର କରିକି ଡକ୍ଟର RSS ଡକ୍ଟର ଥିଲା ସେ ସବୁ କରିକି ମାରିଲେ
ମାରିଲା ପରେ ସେ ଡକ୍ଟରକୁ ସେପଟେ ମାନେ ସେ କଣ କହୁଛନ୍ତି ଆମର ସେ ସରିଲା ପରେ ସାଙ୍ଗେ ସାଙ୍ଗେ ଭାଇକୁ ମରା ହେଲା ପରେ କାଳେ ଜାଣିବେ କଣ ବୋଲିକି ତାକୁ ସିଆଡେ ଆମର ଫିରିଙ୍ଗା ଲାଇନ ତ ସିଆଡେ କଣ କହୁଛ ଟିକା ବାଲି ଲାଇନ ସେ ଭିତରକୁ ସେ ତାକୁ ଟ୍ରାନ୍ସଫର କରି ପଠେଇଲେ ଆଉ ସୁଶାନ୍ତ କୁମାର ମୁଖୀ ବୋଲି ସାରଙ୍ଗଡ଼ର ସେ ତାକୁ ଇଏ କଲେ ଭାଇନା ତା ସହିତ ଟିକେ ପାଟିତୁଣ୍ଡ କରୁଥିଲେ ବୋଲି ଆରଏସଏସ ଲୋକଟା ସେ ଆକୁ ମାନେ ଇଏ କଲେ ସେଇଟା ପାଇଁ ମୁଁ ସେଇଟା ଜାଣନ୍ତୁ ବୋଲି ଛାଡ଼ି ଦେଇଛି ସେଥିପାଇଁ କାହିଁକି ଏଟା ଛାଡ଼ିଲେ ନ ଛାଡ଼ିଥିଲେ ଭଲ ହେଇଥାନ୍ତା ପୁଣି ଆମେ ଅଛୁ ତ ଏବେ ଆଉ ଆମର ତ ସେ ଟିକେଟ ପାଇକି ଆମେ ଏତେ ଇଏ କରବାର ନାହିଁ କିନ୍ତୁ ଛାଡ଼ିଲେ ହଁ ଛାଡ଼ିଲା ପାଇଁ ଆପଣଙ୍କର ସବୁ ପୋଷ୍ଟ ଦେଖୁଛି ତ ଆଜ୍ଞା ମୁଁ ତ ଆପଣଙ୍କୁ ମୁଁ ଜାଣିଲି ଆପଣ ଜଣେ ଭଲ ଲୋକ ଏତେ ଜାଣି କେମିତି ଆପଣ ଶୁଣିପାରିବେ ଲୋକମାନେ ବିଜେପି ଲୋକ କେମିତି କହିପାରିବେ ବୋଲି ଭାବିକିରି ମୁଁ ବି ବାହାରିଲେ ଆଜ୍ଞା ଆପଣଙ୍କୁ ବି ଛାଡ଼ିବି କାହିଁକି ବୋଲେ ମତେ ଭଲ ଲାଗିଲା ନାହିଁ ଏତେ ଜଣେ ସିଧା ସାଧା ଲୋକ ନିଜର ଖାଇକି ନିଜର ଭଲ ପ୍ରଭୁଙ୍କ କଥା ରହିବା ଲୋକ କାହିଁକି କାଢି ଚଳିବ ବିଜେପି ମାନଙ୍କ ଠାରୁ ବୋଲିକିରି ମୁଁ ବାଧ୍ୟ ହେଇକି କାଢିଛି ଆଜ୍ଞା ହଉ ନହେଲେ ଯଦି ଆପଣ କହିବେ ମୁଁ ହାତରେ ମାରିଦେବି ହେଲା ଜଏନ୍ କରନ୍ତୁ କିଛି ଅସୁବିଧା ନାହିଁ ହେଲା ହଉ ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଓକେ ଓକେ ଆପଣଙ୍କର ବି ଜଏନ୍ କରନ୍ତୁ ଆପଣଙ୍କର ହେବ କି ନାହିଁ ଯେ ମୋର ମୁଁ ଆଉ କରିପାରିବି ନାହିଁ କିନ୍ତୁ ଆପଣଙ୍କୁ ମୁଁ କରିଦେଇପାରିବି ଆପଣଙ୍କର ହେବ ନାହିଁ ନାଇଁ ଆଜ୍ଞା ମୁଁ ବାହାରିଲି ବୋଲି ମତେ କ୍ଲିୟର ଜଏନ୍ କରିବାର ଅଛି ସେମିତି କି ଆଡମିନିଷ୍ଟ୍ରେଟର ନହେଲେ ଆଡମିନ୍ ଅଛି ଆଡମିନ୍ ମୁଁ ଅଛି କିନ୍ତୁ ମୁଁ ନିଜେ ବାହାରି ଯାଇଛି ଆପଣଙ୍କର ଭାଇ ନ ଶୋଇପାରିକି ମୁଁ ବାହାରି ଯାଇଛି ବୁଝିଲେ କି ଠିକ୍ ଅଛି ମୁଁ ଚେଷ୍ଟା କରୁଛି ଆଜ୍ଞା ଆପଣଙ୍କୁ କଲ୍ କରିବି ନାଇଁ ଆପଣଙ୍କର ବି କର ହେଲା ହଉ କରିବି ଆଜ୍ଞା କରିବି କରନ୍ତୁ ସେଟା ସେଟା ଇଏ କରନ୍ତୁନି ସେମିତି କରନ୍ତୁ ନହେଲେ କିଏ ଚିହ୍ନା ପରିଚୟ ବାବୁ କିଏ ଅଛି ଆଡମିଟ୍ ଅଛି ତାକୁ ବି କହ ଜଏନ୍ କରିବା ପାଇଁ ହେଲା ରହିବା ହେଲା କିଛି ଏବେ ଆମେ ବେପାର କରୁନୁ ଆମେ ଏମାନଙ୍କ ଭଳିଆ ପଇସା ଆଶାରେ ଆମେ ବେପାର କରୁନୁ କାହିଁକି ଯେହେତୁ ଆମର କଂଗ୍ରେସଟା ଷ୍ଟ୍ରଙ୍ଗ ନାହିଁ ତ ଓଡ଼ିଶାରେ ଏଇଟା ଆଜ୍ଞା ସିଓର କଥା ଆପଣ ଯାହା କହିଲେ ମୁଁ ବହୁତ ଖୁସି ହେଲି ଶୁଣିଲି ବି ମୁଁ ଟିକେ ଗୋଟେ କଲ୍ ଆଉଛି ଟିକେ ରିସିଭ୍ କରିକି ଆପଣଙ୍କୁ କଲ୍ କରୁଛି ଆଜ୍ଞା ହ୍ୟାଲୋ ଆଉ ଭଲ ଅଛନ୍ତି ଆଉ ଘରେ ଯାକ ଅଛନ୍ତି ଆଉ କେମିତି ସବୁ ଖବର ଆପଣଙ୍କ ଦେହ ଭଲ ଅଛି ତ ଇଏ ଆମର ସୁନୀଲ ବାବୁ ଆପଣଙ୍କ ଗୋଷ୍ଠୀର କି ସୁନୀଲ ମୁଁ ଜାଣିନି ଆଜି ଆଜ୍ଞା ମୁଁ ବାରଖମାରୁ ସୁନୀଲ ମୁଁ ଫୋନ୍ କରିଛି ବୋଲି କହୁଥିଲେ ହଁ ଆଜ୍ଞା ସୁନୀଲ 2 ଜଣ ଅଛନ୍ତି ଜଣେ ବିଜେଡି ପାଇଁ କି ଯିଏ କାମ କରେ ସେ ବିଜେଡି ଦଳ ପାଇଁ କାମ କରେ ସେ ସୁନୀଲ ଆମ କ'ଣ ଜାଣିଛି ଆମ ଗୋଷ୍ଠୀର କି ଆମ ଗୋଷ୍ଠୀର ବୋଲେ କିଶୋର ଲୋକ ତ ହଁ ପ୍ରଭୁଙ୍କ ଲୋକ ତ ଜାଣିଛି ଯେ ଆମ ମାନେ ଆଜି ସେ କ'ଣ କରିଦେଇଛି ବୁଝିଲେ କି ନାଇଁ ସେ ବିଜେଡି ଦଳର ଗୋଟେ ମାନେ ଇଏ ଖୋଲି ନାହାନ୍ତି କି ଆପ୍ସ କରିକି ବିଜେଡି ଦଳ ଗ୍ରୁପ ଗୋଟେ କରିନାହାନ୍ତି କି ସେଠି ମୋର କାଢି ଦେଇଛି ନାଟା ବୁଝିଲେ କି ମାନେ କ'ଣ ଏବେ ମୋର କହିବାର ମାନେ ଆମ ବିଜେଡିରେ ଯେତେ ଲୋକ ପକେଇ ନାହାନ୍ତି କି ମାନେ ବିଜେଡି ଟିକେଟ ପାଇଁ ପକେଇଛନ୍ତି ପରା ସମସ୍ତେ ସେଟା ଡିକ୍ଲେୟାର ହେଇନି ନା କିନ୍ତୁ ଏତେ ଭିତରେ କେତେ ଜଣ ପଣ୍ଡିତ ଯାକ ଯାଇକି ଆକୁ ଦିଅ ତାକୁ ଦିଅ ବୋଲି ସେ ଗୁଳିଆ ଘାଣ୍ଟିଆ କରୁଛନ୍ତି ସେଠି ଯାଇକି ହେଲେ ମୋର କହିବାର ମାନେ ଯାହାକୁ ବି ଦିଅନ୍ତୁ ତମେ କାହିଁକି ଯିବ ସେଠୁକୁ ତାପରେ ଗଲା ପରେ ଆମେ କଲୁ ଆମେ ଧରିଲୁ ଆମେ ଏଇଟା କଲୁ ପରେ ଆମକୁ କହିବ ଆଉ ଯଦି ତମେ କରିବା ଲୋକ ଥିଲ ତାହେଲେ ସେଇଟା କାହିଁକି ବସିଛନ୍ତି ଲୋକମାନେ ସେମାନେ ତ କ'ଣ ଫାଇନାଲ କ'ଣ କରିବେ କ'ଣ ନାହିଁ ତାପରେ ଏଇଠୁ ଗ୍ରାସରୁଟ୍ ଲେଭେଲକୁ ତଳକୁ ଆସିଲା ପରେ ଆମେ କାହାକୁ ଆପଣ ଇଚ୍ଛା କଲେ ଆପଣ ଦେବେ ନହେଲେ ଦେବେ ନାହିଁ ସେଇଟା ଇଏ କରିବେ କି ଜଣେ ସେ ପାଷ୍ଟରକୁ ସେ ସାପ ବିଷ ଝାଡ଼ିବା ପାଷ୍ଟର ଗୋଟେ ଅଛି ଆମ ଗାଁରେ ହେଲା ସେ ମହାଦେବ ବୋଲି ଆସିକି ନାହିଁ କି ସେ କୋଟଗଡ଼ କଲୋନ ସାହିରେ ରହୁଛନ୍ତି ସେ ମାନେ 2000 ଯେତେବେଳେ ସଲମନ ବଡ଼ମାଝୀ ଗୋଟେ ଦଙ୍ଗା ଷ୍ଟାର୍ଟ କରୁଥିଲେ ଆମ କୋଟଗଡ଼ ସେତେବେଳକୁ ତାକୁ ଘର ଦ୍ୱାର ବାଡ଼ା ବଡ଼ି କରି ହଣାହଣି କରି ତୋଡ଼ବାରେ ସେ ଆସିକି ମାନେ କୋଟଗଡ଼ ଅଛି ଥିବାରେ ସେ ଆମର ବୁଲୁ ନାଇକି ସୌମ୍ୟରଞ୍ଜନ ନାୟକ ଆମର ଉଦୟଗିରିର ସେ ତାକୁ ଜିଏଫ୍ରେ ପାଷ୍ଟର କଲାଠୁ
ଆମେ ଯୋଉ BCM ରେ ଆମେ ଚର୍ଚ୍ଚ କରିନଥିଲୁ ମାଟାପା କୁଟିଗୁଡା ସରି ସେମେଲଟାପା କୁଟିଗୁଡା ହେଲେ ସେମେଲଟାପା କୁଟିଗୁଡାକୁ ତାକୁ ଛଡା ଛଡି କରିକି ଆମ BCM କୁ ଛଡେଇକି ଜନାଥନ ଇଏ ଆସିଲା ପରେ ସେ ବୁଲୁ ତାକୁ ସେଟା ସେ ଦାୟିତ୍ୱ ଦେଇଛି। ସେଇଠି ଏବେ ସେ ପାଷ୍ଟର ହେଇକି ସେ ଇଆଡେ ସାପ ଝଡା ମନ୍ତ୍ର ଏବେ ପର୍ଯ୍ୟନ୍ତ କରୁଛି, ସବୁ କରୁଛି। ତାପରେ ଯାଇକି ସେଇଠି ସେ କାମ କରୁଛି। ସେ ପରଦିନ ଯାଇଥିଲା ଭୁବନେଶ୍ୱର ଯାଇଥିଲେ। ମୁଁ କହିଲି କୁଆଡେ ଯାଇଥିଲ ଭାଇନା ବୋଲି ପଚାରୁ, ସେ କହିଲେ ନାଇଁ ରେ ଭୁବନେଶ୍ୱର ଯାଇଥିଲୁ ପରା ବୋଲି କହିଲେ। ମୁଁ କଣ ହେଲା ଘଟଣା ବୋଲି କହିଲେ କଣ କହିବି ସେଟା ସହଜ କଥା କି କାମ ତ ଛିଡୁନି ଆଉ ବୋଲି କହିଲେ। ମୁଁ କହିଲେ କଣ ଘାସ କାଟିବାକୁ ଯାଇଥିଲୁ କୁହ, ଏତିକି ଟିକେ କହିଦେଲି ଆଉ। ତାପରେ ତ ସେ 2 ଅକ୍ଷର ଭାଷାରେ ମତେ ଗାଳି କଲା। ତମେ ସେ ନିଜେ ଯାଉଛ ସେଇଠୁ, ତମେ ଜାଣିନ କି ଏବେ ସବୁ ଲୋକ ପକେଇଛନ୍ତି, ଆମ ଲୋକ ପକେଇଛନ୍ତି, କାହାକୁ ତ ଦେବେ ଏକା ନା, ଆକୁ ନହେଲେ ତାକୁ ଦେବେ। ଏବେ ପ୍ରମିଳା ବିଷୟ ଯେତେ 3ୟ କ୍ଲାସ ପଢୁଥିଲା ସେ ଆସ୍କାର ସେ ମାଟା ମାନେ ଗତ ଯୋଜନାରେ ମାନେ ଗୀତ ମାନେ ଧାନ ରୁଆ ଗୀତ ଗାଉଥିଲା। କିନ୍ତୁ ସେ ଯାଇକି ତ MP ହେଲା, MP ହେଇକି ମୋଦି ସାମ୍ନାରେ ବସିଲା, ଯେମିତି ହେଲେ ବି ତ କିଛି ନହେଲେ ରିଟାୟାର୍ଡ ହେଲେ ବି ତ ତାଙ୍କ ପିଲା ଛୁଆ ତେବେ ଭତ୍ତା ପାଇକି ବଞ୍ଚିବେ ନା। ଏମିତି ଆଉ ତେଲିଆ ମୁଣ୍ଡରେ ତେଲ କରିବା ବୋଲି କହ ହେବ କି? ଯିଏ ବି ତ ଆମ ଲୋକ ହେବେ ନା, ହୁଅନ୍ତୁ। ଏଇଟା ମୁଁ କହିଲାଟା ମତେ ଇଏ କରି କହିଲେ ସେଠି କ୍ରିମିନାଲଟା ଏମତିଟା ସେମତିଟା ଆଉ ଫେରାର ଏମିତି ଦୁନିଆ ସେ ଭାଷା ଯାକ କହିଲା। ମୋ ପିଷ୍ଟ ଚଢିଗଲା। ତ ମୁଁ ତାପରେ ମୁଁ କହିଲି ମୁଁ ଯଦି କ୍ରିମିନାଲ ସବୁ ଯିଏ ଅଛି କିଏ ଜାଣିନାହିଁ ସୁଶାନ୍ତ କେମିତି ଲୋକ କଣ ଲୋକ ପୁରା ଓଡିଶା ସାରା ବୋଇଲେ ଅଧା ମତେ ଜାଣିଛନ୍ତି, ବୁଝିଲେ କି ଭାଇନା। ସେ ତ କଲା, ତମେ ତ କରିବ ଡରିବ କାହିଁକି? ଏବେ ଯଦି କରିବ, ତମେ ଗୋଟେ ଜିନିଷ କରିଲ କଲ ତ କରିଲ, ଡରିବ କାହିଁକି? ହେଲେ ମୁଁ ତମ ଗ୍ରୁପରେ ତମେ ଯେତେବେଳେ ଗ୍ରୁପ ଗଢିଲ ମୋର ନାଁ ସେଠି ନାଁ ନେଲ କଣ କଲ, ମୁଁ ତ କହିନା ମୋର ନାଁ ସେ ବିଜେଡି ଗ୍ରୁପରେ ରଖ ବୋଲିକି। ମୁଁ ତ ରିକ୍ୱେଷ୍ଟ କରିନା ମୋର ନାଁକୁ ବିଜେଡି ଦଳରେ ସାମିଲ କର ବୋଲିକି। ତମେ କାହିଁକି ରଖୁଥିଲ ସେଠି ନା? ରଖିଲ ଗଲା, ତାପରେ କାହିଁକି ତମେ କାଢିଲ? ଯଦି କାଢିଲ ମୁଁ ଭୁଲ କଲି, ମତେ କାଢିଲ, ହେଲେ କାହିଁକି ମତେ ଫୋନ କରୁଛ? ଆଜ୍ଞା ଆପଣ ଏତେ ଭଲ ଲୋକ ଆଉ ଆପଣ ମାନେ ଯୋଉଟା ପାଟିତୁଣ୍ଡ ହେବାଟା ଦେଖିକି ମୁଁ ବି ଆପଣଙ୍କୁ ଯେହେତୁ ମୁଁ ଆଡମିନିଷ୍ଟ୍ରେଟର ଥିଲି ବୋଲି ମୁଁ ବି ଆପଣଙ୍କୁ ବି କାଢିଦେଲି, ଆଉ ମୁଁ ବି ମୋର ନାଁକୁ ସେଠି ମୁଁ ବି ଆଜି ଦଳରେ ରହିବି ନା ବୋଲି ସବୁ ଇଏ କଲି, ଆଉ କାଢି ଦଉଛି ମୋର ନାଁ ବୋଲି। ସେ ତାର ବି ନାଁକୁ ସେ କାଢିଥିଲା, ଆପଣ ଦେଖନ୍ତୁ ହ୍ୱାଟ୍ସଆପରେ ବୋଲି କହିଲା। ମୁଁ କହିଲି ସେଟା ଭଲ ନାହିଁ, ତମେ କାଢିଛ ମତେ ଭଲ କରୁଛ, କିନ୍ତୁ ଆଉ ତମର କାହିଁ କାଢୁଥିଲ ବୋଲି କହିବାର ହଉ ନହେଲେ ଆଜ୍ଞା ଠିକ ଅଛି, ନହେଲେ ମୁଁ କାହାକୁ କହିଲେ କହିକି ମୁଁ ରହିବି, ନହେଲେ ହଁ ତୁ ରହ ମତେ କାଢିଦ, ମୋର କିଛି କହିବାର ନାହିଁ, କିନ୍ତୁ ମୁଁ ଯାହା କହୁଛି ଠିକ କହୁଛି ନାଇଁ ଭୁଲ ତାହା ତମ ସମୀକ୍ଷା କର। ଆରେ ଆମେ ଭୋଟ ଖାଲି ଦେଲେ ବି ଆମେ ସେଟା ଭାଗି ହଉଛୁ, ଛୁଞ୍ଚି ଚୋରେଇଲେ ଚୋର, ହାତୀ ଚୋରେଇଲେ ଚୋର। ଆମେ ସେ ପ୍ରଚାର ନ କରି ଗଲେ ବି ଆମେ ସମ୍ବିଧାନର ନିୟମ ଅନୁସାରେ ମାନେ ଆମେ ସେଠୁ ଅଂଶୀ ଏକା। କିନ୍ତୁ ଯେହେତୁ ଆମର ବି ଅଧିକାର ଅଛି, ଆମେ ହିନ୍ଦୁ ହଉ, ଖ୍ରୀଷ୍ଟିଆନ ହଉ, ବ୍ରାହ୍ମଣ ହଉ, କୁମଟି ହଉ କି କିଏ ହଉ, ସବୁ ଲୋକ ଆମେ ହଉଛି ସେ 18 ବର୍ଷରୁ ଉର୍ଦ୍ଧ୍ୱ ହେଲୁ ମାନେ ଆମେ ରାଜନୀତି ନ କଲେ ବି ଆମେ ସେଠୁ ଭାଗି ଏକା। ଆମେ ପାଷ୍ଟର ମାନେ କରୁ କିମ୍ବା ନ କରୁ କି କଣ, ଆମେ ଡାଇରେକ୍ଟ ନହେଲେ ବି ଇନଡାଇରେକ୍ଟ ଆମେ ସମର୍ଥନ କରୁଛୁ ଏକା। କିନ୍ତୁ ଆଉ ଈଶ୍ୱରଙ୍କ ନାଁ ନେଇକି ଆଉ ସାପ ମନ୍ତ୍ର ଏ ମନ୍ତ୍ର ସେ ମନ୍ତ୍ର କରିବେ, ତାପରେ ବୁଲିକି ଓପେନଲି କାମ କରିବେ, ତାପରେ ଆମେ ଯଦି ଠିକ ଜିନିଷ କହିଲେ ଆମକୁ 2 ଅକ୍ଷର ଭାଷାରେ ମାନେ ଗାଳି କରିବେ, ଏଟା ଯୁକ୍ତିଯୁକ୍ତ କି? ସେଇଟା ହେଲା କଥା। ନହେଲେ ଆମେ ତ ଇନଡାଇରେକ୍ଟ ଆମେ ସମର୍ଥନ କରୁଛୁ ଏକା ନା। ଯିଏ ବି ହେଲେ ଯାହାକୁ ହେଲେ ବି ଆମେ ଆମ ମନ ଯାହାକୁ ଡାକିଲେ ଆମେ ତାକୁ ଭୋଟ ଦେଇକି ସମର୍ଥନ କରୁଛୁ ଏକା। ସେଇଟା ଆମେ ସମ୍ବିଧାନ ଯେହେତୁ ନିୟମ ଅଛି, ସେଇଟା ଏବେ ତ ନୁହେଁ, ଯେତେବେଳେ ଆଗରୁ ଏକା ସେ ମାନେ ଅଛି ଇସ୍ରାଏଲ ରାକା ଥିଲା ସେତେବେଳକୁ ସେ ଯୋସେଫ ମରିୟମକୁ ଧରିକି ଆସିକି ପଞ୍ଜୀକରଣ କରିବାକୁ ଗଲେ, ତାକୁ ସବୁ କରିକି କରିଥିଲେ, ସେଇଟା ଅଛି ଆଗରୁ ଏକା। ଆଉ ଏଇଟା ରାଜନୀତି କୋର୍ଟ ଆସିଲା କି ଯେତେବେଳେ ମାନେ ମଉସାଙ୍କ ସମୟରେ ଏକା ସେଠି ଆସିଲା ପରେ ସେ ତାଙ୍କର ଯାଜକ ମାନେ ତାକୁ ମାନେ ଇଏ କହିଲେ ତୁ ଏତିକି ହେଲେ ତୁ ଜଣେ ଏକା ଶାସନ କରିପାରିବୁ ନାହିଁ, ସେଥିପାଇଁ ତୁ କଣ କରେ ପଞ୍ଚପତି, ଦଶପତି, ଶତପତି କରି ନିଯୁକ୍ତି କରେ ବୋଲିକି 2ୟ ବିବରଣୀ 1 ଅଧ୍ୟାୟରେ ସେ ଜିତ୍ର ତାର ତାକୁ ମଉସାଙ୍କୁ କହିବାର ସେ ସେଇଟା ପଞ୍ଚାୟତ ରାଜ ଗଠନ କରିକି ସେଇଟା ପଞ୍ଚପତି, ଦଶପତି, ଶତପତି ନିଜ ଜ୍ଞାତି କୁଟୁମ୍ବ ଅନୁସାରେ ରଖିକି ଲାଷ୍ଟକୁ ଯୋଉଟା ଅଧିକ ହେବ ବାହାରେ ସେଇଟା ତମ ପାଖକୁ ନେଇ ଆସ ବୋଲିକି ଇଏଟା କଲେ। ତାପରେ ସେଇଠୁ ସେଇଟା ଏଇଟା ଚାଲିଛି। ଆଉ ଆମକୁ ପାଠ ପଢେଇଲେ ହେବ ଏ ଭତ୍ତା ଟଙ୍କା
ଭତ୍ତା ଟଙ୍କା 60 ବର୍ଷରୁ ଉର୍ଦ୍ଧ୍ୱ ହେଲେ ମାନେ ଯେଉଁ ବିଧବାର 60 ବର୍ଷରୁ ଉର୍ଦ୍ଧ୍ୱ ହେଲେ ତାକୁ ବିଧବା ନାଁରେ ପଞ୍ଜୀକରଣ କରାଯାଉ ବୋଲି ଶ୍ରୀମନ୍ତ୍ରୀ ପାଖକୁ ପ୍ରେରିତ ପାଉଲ ଲେଖିଲେ। ଲେଖିଲାଠୁ ସେଇଠୁ ଏକା ବୋଧେ 5 ପଦ ବୋଧେ ଲେଖା ହେଇଛି, ମାନେ ପ୍ରଥମ ଶ୍ରୀମତୀ 5 ପଦ ବୋଧେ ଅଛି। ସେଇଠୁ ଆକା ସେଟା ଭତ୍ତା ଟଙ୍କାଟା ଷ୍ଟାର୍ଟ ହେଲାଟା। ଏବେ ଭୋଟ ପାଇଁ ବୋଲିକି ପୁରୁଷକୁ ବି ବିଧବା କରାହଉଛି, ସ୍ତ୍ରୀକୁ ବି ବିଧବା କରାହଉଛି। ନହେଲେ ସେଠି ସେ ନିଜେ କହିଲେ ଏ ଗୁଣ ଥିଲେ ତମେ କଣ କରିବ, ସେ ବିଧବା ତାଲିକାରେ ଲେଖିବ ଯେ ଯାହାର 60 ବର୍ଷରୁ ଉଣା ହେଇନଥିବ ବୋଲି ସେ ଶ୍ରୀମତୀ ପାଉଲ ଲେଖିଲେ ଯେମିତି। ତାପରେ ସେଇ ଦିନଠୁ ଏଇଟା ଚାଲିଛି। କାହିଁ କୋଉ ଶାସ୍ତ୍ର ଲେଖା ହେଇଛି କି ନାଇଁ ମାନେ 60 ବର୍ଷରୁ ଇଏଟା ହବ ବୋଲିକି, କିନ୍ତୁ ସେ ନିଜେ ସେ ମାନେ ଏଇଟା ଏଇ ଯାକ ସବୁ ବାଇବେଲରୁ ଆଣି ସବୁ ଜିନିଷ ଶାସନ କରୁଛନ୍ତି, ପାଳନ କରି ସବୁ ଲେଖା ଅଛି। କଣ ପ୍ରଥମ ତିମୋଥୀ 5 ମାନେ 9 ପଦ ଲେଖା ଅଛି ଯେ ଯେଉଁ ବିଧବାର ବୟସ ସରୁ 60 ବର୍ଷର ଉଣା ନୁହେଁ, ଆଉ ସେ ଏକ ସ୍ୱାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ସୁଖ୍ୟାତି ପ୍ରାପ୍ତ, ଅର୍ଥାତ୍ ସେ ଯଦି ସନ୍ତାନ ମାନଙ୍କ ପ୍ରତିପାଳନ, ଆତିଥ୍ୟ ସତ୍କାର, ସାଧୁ ମାନଙ୍କ ପାଦ ପ୍ରକ୍ଷାଳନ, ଦୁଃଖୀର ଦୁଃଖ ମୋଚନ କରିଥାଏ, ପୁଣି ସମସ୍ତ ସତ୍କର୍ମରେ ଉଦ୍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ। ଏଇଟା ନୂତନ ନିୟମରୁ ସେ 60 ବର୍ଷକୁ କରିଦେଇଛନ୍ତି। ସେଥିପାଇଁ ଏବେ ସେଇଟା ଫଲୋ କରି ସବୁଟା ଚାଲିଛି। ଆଉ ଏଇଟା ବାଇବେଲକୁ ଠିକରେ ଜାଣିବେ ନା, ଏଇଟା କରିବେ ନା, ତାପରେ ନିଜେ କହିବେ ଆମେ ସବୁ କରୁଛୁ ବୋଲି ଲୋକମାନେ କୁଆଡେ ଯିବେ।